ଗୋଟିଏ ଘନ ଜଙ୍ଗଲରେ ବହୁତ ପଶୁ ପକ୍ଷୀ ରହୁଥିଲେ। ସେଥିରେ ଗୋଟିଏ ଥିଲା ବଡ଼ ହାତୀ ଆଉ ଗୋଟିଏ ଥିଲା ଛୋଟ ଚାଲାକ ବିଲୁଆ। ହାତୀ ବହୁତ ବଡ଼ ଓ ଶକ୍ତିଶାଳୀ, କିନ୍ତୁ କେତେକ ବେଳେ ଅହଙ୍କାରୀ ହୋଇ ଯାଉଥିଲା। ଦିନେ ବିଲୁଆ ଗୋଟିଏ ବଡ଼ ଗଛ ତଳେ ବସିଥିଲା। ହାତୀ ସେଥିରୁ ଯାଉଥିବା ବେଳେ ଜୋରରେ କହିଲା, ଏ ବିଲୁଆ, ତୁମେ କେତେ ଛୋଟ, ତୁମେ କ'ଣ କାମରେ ଆସିବ? ବିଲୁଆ ହସିକି କହିଲା, ମୋତେ ଛୋଟ ବୋଲି ଅବହେଳା କରିନି। ଦିନେ ମୋର କାମ ତୁମକୁ ଲାଗିପାରେ। ହାତୀ ମୁଣ୍ଡ ହଲାଇ କହିଲା, ମୁଁ ଯେତେ ବଡ଼, ମୋତେ କିଛି ଲାଗିବ କି? କିଛି ଦିନ ପରେ ହାତୀ ଗଛର ଡାଲ ବନ୍ଧା ପକାଇଥିବା ଶିକାରୀ ଜାଲରେ ଫସିଗଲା। ବହୁତ ଜୋରରେ ଟାଣିଲା, କିନ୍ତୁ ମୁକ୍ତି ମିଳିଲା ନାହିଁ। ସେ ବିଲୁଆକୁ ଡାକିଲା, ହେ ବିଲୁଆ, ଦୟାକରି ମୋତେ ବଞ୍ଚା। ବିଲୁଆ ନିଜର ତୀକ୍ଷ୍ଣ ଦାନ୍ତରେ ଜାଲକୁ କାମୁଡ଼ିଲା ଏବଂ କିଛି ସମୟର ହାତୀଙ୍କୁ ମୁକ୍ତ କରିଦେଲା। ହାତୀ ଲଜ୍ଜାପୂର୍ଣ୍ଣ ସ୍ୱରରେ କହିଲା, ମୁଁ ତୁମକୁ ଅବହେଳା କରିନେଇଥିଲି, କିନ୍ତୁ ଆଜି ବୁଝିଲି, ଛୋଟ ହେଲେ ମଧ୍ୟ ଯଦି ବୁଦ୍ଧି ଓ ସାହସ ଥାଏ ବଡ଼। ଏକ ସମୟର କଥା। ଜଙ୍ଗଲ ମଧ୍ୟରେ ଛୋଟ ବଡ଼ ହାତୀ ବସୁଥିଲେ। ସେଥିରେ ସମସ୍ତ ପଶୁମାନେ ହାତୀଙ୍କୁ ଦେଖି ଭୟ କରୁଥିଲେ, କାରଣ ସେ ବହୁତ ବଡ଼ ଓ ଶକ୍ତିଶାଳୀ। ସେହି ଜଙ୍ଗଲରେ ଗୋଟିଏ ଛୋଟ ବିଲୁଆ ମଧ୍ୟ ରହୁଥିଲା। ସେ ହାତୀଙ୍କୁ ଦେଖି ଭାବିଲା, ହାତୀ ବଡ଼ ଥିଲେ କ'ଣ ହେଲା, ମୁଁ ଛୋଟିଆ ହେଲେ ମଧ୍ୟ ତାଙ୍କୁ ହରାଇ ପାରିବି। ଦିନେ ବିଲୁଆଟି ହାତୀଙ୍କ ପାଖକୁ ଗଲା ଓ କହିଲା, ଆରେ ହାତୀ ଭାଇ, ତୁମେ ବଡ଼ କହିଲେ କ'ଣ, ମୁଁ ମଧ୍ୟ ତୁମକୁ ହରାଇ ପାରିବି। ହାତୀ ହସି କହିଲା, ହା ହା, ଛୋଟିଆ, ତୁମେ ମୋତେ କିପରି ହରାଇ ପାରିବ? ବିଲୁଆ କହିଲା, ଆଜି ରାତିରେ ଦେଖ ମୁଁ କିପରି ତୁମକୁ ଭୟ ଦେଖାଉଛି। ରାତିରେ ହାତୀ ଘୁମଉଥିବା ବେଳେ ବିଲୁଆ ଚୁପଚାପ ଆସି ହାତୀ ଶରୀରରେ ଚଢ଼ିଗଲା ଓ ତାଙ୍କ କାନରେ ମ୍ୟାଉ ମ୍ୟାଉ କରିବାକୁ ଲାଗିଲା। ହାତୀ ଭୟଭୀତ ହେଲା। ଏତେ ଛୋଟ ଜିନିଷ କିନ୍ତୁ କାନରେ ଏତେ ବଡ଼ ଚାଲିଲା। ସେ ତୁରନ୍ତ ଉଠିଲା ଓ ପଳାଇଗଲା। ତାପରେ ବିଲୁଆ କହିଲା, ଦେଖିଲ, ଶକ୍ତିରେ ନୁହେଁ, ବୁଦ୍ଧିରେ ବଡ଼, ଛୋଟ ନିର୍ଭୟ ହୁଅ। ଏହି ଗପଠୁ କ'ଣ ଶିଖିବାକୁ ପାଇଲା ପିଲାମାନେ? କାହାରି ଆକାର କିମ୍ବା ଶକ୍ତିକୁ ଦେଖି ଅବହେଳା କରିବା ଉଚିତ ନୁହଁ। ବୁଦ୍ଧି ଓ ଚତୁରତା ଛୋଟମାନଙ୍କ ମଧ୍ୟ ବଡ଼ମାନଙ୍କୁ ହରାଇ ପାରନ୍ତି।